हेलो फ्रेंड्स आपण मानकु मो यूट्यूब चैनल स्वागत। आज आम डिस्कस करबा OSSTT एग्जाम रे होइतिबा पूर्व वर्षर ओडिया ग्रामर क्वेश्चंस। यहाँ देखंतु 1 ରୁ 5 आपण मानकर 5टी प्रश्न रही अनुच्छेद रु आमे 6 नंबर ठारू स्टार्ट करबा। चैनल रे जदि प्रथम थर पई देखछंती चैनल को सब्सक्राइब कर रखंतु एवं सांगसाथी भाई भौणी मानक सहित शेयर मध्य करंतु। शुद्ध शब्दटी को बाछ। स्वर्गत मामू ओतव्रत साक्षी गोपाल एथिरे शुद्ध शब्दटी कौन? शुद्ध शब्दटी होइजिब मामू। मामू होउछि शुद्ध शब्द। बिंदु बिंदु जल रहिछि चारु कुटिल बाळे तुषार वृष्टि की होइछि नवतमाल दले एथिरे केउ अलंकार प्रयुक्त? रूपक उपमा श्लेष उत्प्रेक्षा। एठारे आमर उत्प्रेक्षा अलंकार प्रयुक्त। उत्तर हब उत्प्रेक्षा। भारतीय सैनिक मानकर साहस अतुलनीय। रेखांकित अंशटी केउ पद? साहस। साहस एक विशेष पद। ऑप्शन अछि विशेष सर्वनाम विशेषण अव्यय। एठारे अब साहस एक विशेष पद। सभिव उत्कल सद्मे सदाशया सरे यथा पद्म पद्मे पद्मालया एथिरे केउ अलंकार रहिछि? उत्प्रेक्षा जमक उपमा अनुप्रास। एहार उत्तर हब उपमा। उपमा अलंकार रहिछि। अक्षीर पछरे समस्त पदटी कौन हब? अक्षीर पछरे अक्षीर पछरे हब परोक्ष। जति पड़िबा रूढ़ीटी केउ अर्थरे प्रचलित? मेल खाइबा पसंद करिबा बारंबार कहिबा अन्य हातरे पड़िबा। एहार आंसर हब जति पड़िबार अर्थ मेल खाइबा। खाइबार पुत्र गला मथुरापुरकु रेखांकित अंशटी केउ पद? खाइबार। खाइबार हब विशेषण पद। छई देखाइबा रूढ़ीर अर्थ कौन? वेशभूषा हेबा भंगी देखाइबा परिष्कार परिच्छन्नता छलना करिबा। एहार आंसर हब ऑप्शन बी भंगी देखाइबा छई देखाइबा। माँ माने कहती छवि देखाउछु सेटा रहिछि भंगी देखाइबा। निम्नोक्त मध्यरु केउटी तद्धितांत शब्द? गद्य शिष्य धैर्य भृत्य। निम्नोक्त मध्यरु केउटी तद्धितांत पद? तद्धित शब्दयुक्त धातु। यार आंसर हब ऑप्शन सी धैर्य। षंढकु पघा नाही रेखांकित पदटी केउ विभक्ति? षंढकु द्वितीया विभक्ति चतुर्थी प्रथमा तृतीया। एहार आंसर हब चतुर्थी विभक्ति षंढकु। सतीर्थ एहा केउ समास निष्पन्न पद? बहुव्रीहि कर्मधारय तत्पुरुष दिगु। एहार आंसर हब बहुव्रीहि। सतीर्थ एक बहुव्रीहि समास। केउ शब्दरे स्वतविधि नियमर व्यतिक्रम घटी नाही? बसंत विसर्ग विस्तार अनुसरण। एहार उत्तर हब ऑप्शन ए बसंतरे स्वतविधिर नियमर व्यतिक्रम घटी नाही। अशुद्धि
ନଥିବା ବାକ୍ୟଟିକୁ ଚିହ୍ନାଅ। କେଉଁ ବାକ୍ୟଟିରେ ଅଶୁଦ୍ଧି ନାହିଁ? ରଥଯାତ୍ରାରେ ଜନତାମାନଙ୍କର ପ୍ରବଳ ଭିଡ଼ ହୁଏ। କୋଣାର୍କର କଳା ପାଟବତା ମନମୁଗ୍ଧ କର। ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଦଳ ଏଥର ଅଧିକ ପଦକ ପାଇଛନ୍ତି। ଭୁବନେଶ୍ୱର ଓଡ଼ିଶାର ବୃହତ୍ତମ ନଗର। ଏଠାରେ ଅପସନ୍ ଡି ଭୁବନେଶ୍ୱର ଓଡ଼ିଶାର ବୃହତ୍ତମ ନଗର। ଏଥିରେ ଅଶୁଦ୍ଧି ନାହିଁ। ମଧୁବାବୁ ଏଣ୍ଟ୍ରାନ୍ସ ପାସ୍ କଲା ବେଳକୁ କଲିକତା ରେଳପଥ ନଥିଲା। ଏହା କେଉଁ ପ୍ରକାର ବାକ୍ୟ? ଜଟିଳ, ଯୌଗିକ, ସରଳ ନା ମିଶ୍ର? ଏହା ଏକ ସରଳ ବାକ୍ୟ। ଏହାର କେବଳ ଗୋଟିଏ ମାତ୍ର ସମାପିକା କ୍ରିୟା ଅଛି। ତେଣୁକରି ଏହା ସରଳ ବାକ୍ୟ। କେଉଁ ଶବ୍ଦଟି କୃତ୍ ପ୍ରତ୍ୟୟ ଅଯୋଗରେ ଗଠିତ? ଜାତ, ଖ୍ୟାତ, ମତ, ଘାତ। ଏହାର ଆନ୍ସର ହେବ ଘା ଯୁକ୍ତ ଅ। ଘାତ ଯୁକ୍ତ ଅ, ଘାତ। ତେଣୁକରି ଅପସନ୍ ଘାତ ଅପସନ୍ଟି ରହିଛି ଅପ୍ରତ୍ୟୟ ଯୋଗରେ ଗଠିତ। ଆପଣମାନେ ଯଦି OSST ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଛନ୍ତି କିମ୍ବା ଓଡ଼ିଶାର କୌଣସି ଏକ୍ଜାମ୍ ପାଇଁ ବି ପ୍ରିପାରେସନ୍ କରୁଛନ୍ତି, ତାହେଲେ ଗ୍ରାମାରକୁ ଭଲ ଭାବରେ ଦେଖନ୍ତୁ। ଓଡ଼ିଆ ଗ୍ରାମାରରେ ଆପଣମାନଙ୍କର ଫୁଲ୍ ମାର୍କ ଆଣନ୍ତୁ। ତୁଳାଭିଣାର ରଚୟିତା କିଏ? ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଜଗନ୍ନାଥ ଦାସ, ଭୀମ ଭୋଇ। ଏହାର ଅପସନ୍ ସି ଜଗନ୍ନାଥ ଦାସ। ତୁଳାଭିଣାର ରଚୟିତା ହେଉଛନ୍ତି ଜଗନ୍ନାଥ ଦାସ। ଅନେକ ଲୋକ ସଂସ୍କୃତ ଜାଣି ସୁଦ୍ଧା କହିପାରନ୍ତି ନାହିଁ। ଏହା କେଉଁ ପ୍ରକାର ବାକ୍ୟ? ଯୌଗିକ, ସରଳ, ଜଟିଳ, ମିଶ୍ର। ଏହାର ଆନ୍ସର ହେବ ସରଳ ବାକ୍ୟ। ଏଠାରେ କେବଳ ଗୋଟିଏ ମାତ୍ର ସମାପିକା କ୍ରିୟା ରହିଛି। ଅନେକ ଲୋକ ସଂସ୍କୃତ ଜାଣି ସୁଦ୍ଧା କହିପାରନ୍ତି ନାହିଁ। ସରଳ ବାକ୍ୟରେ କେବଳ ଗୋଟେ ମାତ୍ର ସମାପିକା କ୍ରିୟା ଥାଏ। ଗୁପତେ ସିନା ମୁଁ ତୋତେ ପଚାରୁଛି, ବଳି ପଡ଼ିବାରୁ ବ୍ୟଥା। ରେଖାଙ୍କିତ ଅଂଶଟି କେଉଁ ପଦ? ସିନା ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ। ଏହାର ଆନ୍ସର ହେବ ସିନା। ସିନା ଏକ ଅବ୍ୟୟ ପଦ। ନୟନ ଉଜ୍ଜଳ କଜ୍ଜଳ ଲାଞ୍ଜି ଅନାଇ ଦେଇ ଗଭୀର ଜଳରେ ପଶିଲେ ମୀନ ଭୟକୁ ପାଇ। ଏଥିରେ କେଉଁ ଅଳଙ୍କାର ପ୍ରଯୁକ୍ତ? ଉପମା, ଉତ୍ପ୍ରେକ୍ଷା, ଅର୍ଥାନ୍ତର ନ୍ୟାସ, ବ୍ୟତିରେକ। ଅପସନ୍ ଡି ବ୍ୟତିରେକ। ଆଣ୍ଠୁ ଆଡ଼ୁଆ ନିଶାପ ଏହି ରୂଢ଼ିର ଅର୍ଥ କ'ଣ? ବିପଦରେ ପକାଇବା, ଓଲଟା ବୁଝାମଣା, ସମସ୍ତଙ୍କୁ ସମାନ ବିଚାର କରିବା, ବିଭେଦ ସୃଷ୍ଟି କରିବା। ଅପସନ୍ ବି ଓଲଟା ବୁଝାମଣା। ଆଣ୍ଠୁ ଆଡ଼ୁଆ ନିଶାପ। ତାର ଚାଲି ବଡ଼ ସୁନ୍ଦର। ରେଖାଙ୍କିତ ପଦଟି କେଉଁ କାରକ? କର୍ତ୍ତା କାରକ, କର୍ମ, କରଣ, ଅଧିକରଣ। ତାର ଚାଲି, ଚାଲି ଏକ କର୍ତ୍ତା କାରକ। ତୋ ବିନା ନାହିଁ ଅନ୍ୟ ଗତି। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଷଷ୍ଠୀ, ପ୍ରଥମା, ଦ୍ୱିତୀୟା, ସପ୍ତମୀ। ଏହାର ଆନ୍ସର ହେବ ଅପସନ୍ ଏ ଷଷ୍ଠୀ। ତୋ ବିନା ନାହିଁ ଅନ୍ୟ ଗତି। ଏହାର ଉତ୍ତର ହେବ ତୋ ହେବ ଷଷ୍ଠୀ ବିଭକ୍ତି। ଏ ତ ଲାଗିଥିବା ପ୍ରଶ୍ନ ଆପଣମାନଙ୍କର 2024-2023ରେ ମଧ୍ୟ ଆସିଥିଲା। ତ ଲାଗି ଗୋପଦାଣ୍ଡ ମନା, ସେ ପ୍ରଶ୍ନଟି। ଆପଣମାନେ ଯଦି ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ସକୁ ଦେଖିଛନ୍ତି ତାହା ଦେଖିଥିବେ। ତ ଲାଗି ଗୋପଦାଣ୍ଡ ମନା, ସେଥିରେ ଷଷ୍ଠୀ ବିଭକ୍ତି, ସେଇଟା ମଧ୍ୟ ଷଷ୍ଠୀ ବିଭକ୍ତି ହୋଇଥିଲା। କହିବାର ଇଚ୍ଛା ଏହାକୁ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ବିଭତ୍ସା, ବିବିକ୍ଷା, ବିବକ୍ଷା, ବିବନ୍ଧିକା। କହିବାର ଇଚ୍ଛା, ଏହାର ଆନ୍ସର ହେବ ବିବକ୍ଷା। କହିବାର ଇଚ୍ଛା, ବିବକ୍ଷା। ନିଘଞ୍ଚ ଏହା କେଉଁ ସମାସ ନିଷ୍ପନ୍ନ ପଦ? ତତ୍ପୁରୁଷ, ଅବ୍ୟୟଭାବ, ବହୁବ୍ରୀହି,
ଦିଗୁ ଏହାର ଆନ୍ସର ହେବ ଅବ୍ୟୟଭାବୀ। ନିଘଞ୍ଚ ଏକ ଅବ୍ୟୟଭାବ ସମାସ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ଶବ୍ଦ? ଶ୍ରୁତଲିଖନ, ବିକିରଣ, କାଳିଦାସ, ବୈଷମ୍ୟତା। ଏହାର ଆନ୍ସର ହେବ ବିକିରଣ। ବିକିରଣ ଏକ ଶୁଦ୍ଧ ଶବ୍ଦ। ଶ୍ରୁତଲିଖନ ଭୁଲ ରହିଛି, କାଳିଦାସ ମଧ୍ୟ ଭୁଲ ରହିଛି। ଋଷିକେଶ ଏହି ଶବ୍ଦଟିର ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ଋଷିକେଶର ସନ୍ଧି ବିଚ୍ଛେଦ କଲେ ଋଷିକା ଋଷିକ ଯୁକ୍ତ ଇସ ଋଷିକେଶ। ଋଷିକ ଯୁକ୍ତ ଇସ ଋଷିକେଶ। ଚିର ହାହାମୟ ଏଛାର ଜୀବନ। ଜୀବନ ନୁହଁଇ ଜୀବନ୍ତ ମରଣ। ଏହା କେଉଁ ଛନ୍ଦରେ ରଚିତ? ନଟବାଣୀ, ଗୁଜ୍ଜରୀ, ବଙ୍ଗଳାଶ୍ରୀ, ଚକ୍ଷୀ। ଏହାର ଆନ୍ସର ହେବ ନଟବାଣୀ। ଚିର ହାହାମୟ ଏଛାର ଜୀବନ, ଜୀବନ ନୁହଁଇ ଜୀବନ୍ତ ମରଣ। ଏହା ନଟବାଣୀ ଛନ୍ଦରେ ରଚିତ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ତଦ୍ଧିତ ପ୍ରତ୍ୟୟ ଦ୍ୱାରା ଗଠିତ ଶବ୍ଦ? ଅନ୍ନ, ଶିଷ୍ଟ, କ୍ରାନ୍ତ, ସାମ୍ୟ। ଏହାର ଆନ୍ସର ହେବ ସାମ୍ୟ। ସାମ୍ୟ ଶବ୍ଦଟି ତଦ୍ଧିତ ପ୍ରତ୍ୟୟ ଦ୍ୱାରା ଗଠିତ। ଧାରଣ। ଧାରଣ ଶବ୍ଦର ପ୍ରକୃତି ପ୍ରତ୍ୟୟ କ'ଣ? ଧାର ଯୁକ୍ତ ଅଣ ଧାରଣ। ଏହାର ଆନ୍ସର ହେବ ଧାର ଯୁକ୍ତ ଅଣ ଧାରଣ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଭଲ ଲାଗିଥାଏ ଯଦି ଲାଇକ୍ କରିବେ ଏବଂ ଚ୍ୟାନେଲରେ ପ୍ରଥମ ଥର ପାଇଁ ଦେଖୁଥିଲେ ସବସ୍କ୍ରାଇବ୍ କରି ରଖିବେ। ଥ୍ୟାଙ୍କ ୟୁ। ଏବଂ କିଛି ଡାଉଟ୍ ଥିଲେ କମେଣ୍ଟ ବକ୍ସରେ କମେଣ୍ଟ କରିବେ।